ସମ୍ବଲପୁର ରେଳ ଷ୍ଟେସନ ଠାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶୀଙ୍କୁ ସମ୍ବଲପୁର ଜିଲ୍ଲାର ପ୍ରତିନିଧି ଓ ଯୁବ ବିଜେଡି ନେତାମାନେ ସ୍ୱାଗତ ତଥା ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଗତକାଲି ସମ୍ବଲପୁର ରେଳ ଷ୍ଟେସନ ଠାରେ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବିଶେଷ କରି ସମ୍ବଲପୁର ଜିଲ୍ଲାରେ ସାଂଗଠନିକ ସ୍ଥିତି ତଥା ଏସସି ଏସଟି ଓବିସି ସଂଖ୍ୟାଲଘୁ ତଥା ସାଧାରଣ ବର୍ଗଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟସଭା ସାଂସଦଙ୍କ ସହ ଏହି ଆଲୋଚନା ସମୟରେ ଯୁବ ବିଜେଡି ନେତା ତଥା ସାଂସଦଙ୍କ ସମ୍ବଲପୁର ଜିଲ୍ଲା ପ୍ରତିନିଧି ଆଶିଷ ମହାନନ୍ଦ, ସୁଧୀର ପଟ୍ଟନାୟକ, ନରେଶ ଶର୍ମା, ଅନିଲ ପାଣିଗ୍ରାହୀ, ବିକାଶ ତରିଆ, ଅଜୟ ମହାକୁଡ଼, ଭଜରାଜ ନାଗ, ଗୋପାଳ ଶର୍ମା, ସୁମନ ରୟ, ଶିବାଶିଷ ନନ୍ଦ, ସହଦେବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।